ଆମେ ମାଙ୍କୁ ଆହ୍ୱାନ କରି ଆରମ୍ଭ କରିବା। ମା ମା ଆମେ କିଛି ଦିନ ତଳେ ଯୋଉ ଆରମ୍ଭ କରିଥିଲେ ପ୍ରାଣ ଉପରେ ସହିଷ୍ଣୁତା ଆଉ ପ୍ରଶଂସା ପାଇବାକୁ ପ୍ରାଣୀଙ୍କର ଇଚ୍ଛା, ତାପରେ ଆମେ ପଢିଲେ ମିଥ୍ୟା ଉପରେ ବିଜୟ। ଆଜି ଆମେ ପଢିବା ମାତୃରଚନାବଳୀ 3 ରୁ ପ୍ରାଣୀ କରି ପରିବର୍ତ୍ତନ ଘଟାଇବା, ପୁନର୍ଜନ୍ମ ଏବଂ ବ୍ୟକ୍ତିଗତ ଉତ୍ତର ଜୀବନ। ଏଇଟା ଗୋଟେ ଅନେକ ସମସ୍ତଙ୍କର ପ୍ରଶ୍ନ ଗୁଡିକ ପ୍ରାୟତଃ ସମସ୍ତଙ୍କ ଭିତରେ ଥାଏ, ଉତ୍ତର ମିଳେ ନାହିଁ। ତଥାପି ଉତ୍ତର ମିଳେ ଯେତିକି ସେତିକି, ତାପରେ ଆହୁରି ଇଚ୍ଛା ଥାଏ ଉତ୍ତର ପାଇଁ। ସେଇଗୁଡାକ ଆଜି ଆ ଭିତରେ ଆଲୋଚନା ଭିତରକୁ ଆସିବ। ପ୍ରାଣୀ କରି ପରିବର୍ତ୍ତନ ଘଟାଇବା, ପୁନର୍ଜନ୍ମ ଏବଂ ବ୍ୟକ୍ତିଗତ ଉତ୍ତର ଜୀବନ। ତୁମର ପ୍ରାଣୀକ ବଦଳି ଯିବା ଲାଗି ଯେ ସମ୍ମତି ଦେବ, ଏହା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ନୂତନ ପରିବର୍ତ୍ତନଟିକୁ କିପରି ଗ୍ରହଣ କରିବାକୁ ହୁଏ, ପ୍ରାଣୀକ ତାହା ଅବଶ୍ୟ ଶିକ୍ଷା କରିବେ। ପ୍ରାଣୀକକୁ ପ୍ରାଣୀକ ହୋଇ ରହିଥିବା ସକାଶେ ନିନ୍ଦିତ କରି ଦେଖିବାର ଆଦୌ କୌଣସି କାରଣ ନାହିଁ। ବସ୍ତୁତଃ ଯାବତୀୟ ଶକ୍ତି, ଯାବତୀୟ ଗତିଶୀଳତା ଓ ଆଗକୁ ଯିବାର ଯାବତୀୟ ପ୍ରଚୋଦନା ସବୁ ସେହି ପ୍ରାଣୀକରୁ ହିଁ ଆସିଥାଏ। ସେ ସବୁର ଅନୁପସ୍ଥିତିରେ ତୁମେ ହୁଏତ ଶାନ୍ତ, ବିବେକୀ ଏବଂ ଅନାସକ୍ତ ହୋଇ ରହିପାରିବ ସତ, ମାତ୍ର ସେପରି ଅବସ୍ଥାରେ ତୁମେ ଗୋଟା ସୁଦ୍ଧା ଅଚଳ ହୋଇ ରହିଥିବ ଏବଂ ସମ୍ପୂର୍ଣ୍ଣ ସୃଜନ ସାମର୍ଥ୍ୟହୀନ ହୋଇ ରହିବ। ଆମେ ଅନେକ ବ୍ୟକ୍ତି ସେମାନେ ଜାଣନ୍ତି ନାହିଁ ଯେ ଆମ ଭିତରେ କେତେ ସତ୍ତା ରହିଛନ୍ତି। ସେମାନେ ସାଧାରଣତଃ ଯୋଉଟାକୁ ପ୍ରାଣ ବୋଲି ଭାବନ୍ତି, ଏଠି ଯୋଉ ପ୍ରାଣ କଥା ଉଲ୍ଲେଖ କରାଯାଉଛି ଏଟା ସେଇ ପ୍ରାଣ ନୁହେଁ। ଅନେକ ଲୋକ ଭାବନ୍ତି ପ୍ରାଣ କହିଲେ କହନ୍ତି ଯୋଉ ପ୍ରାଣ ବାୟୁ ଛାଡିଗଲେ ଲୋକ ଦେହ ଛାଡେ। ସେମାନେ ଯୋଉ ପ୍ରାଣ ବାୟୁ କୁହନ୍ତି ସେଟା ପ୍ରାଣ ବାୟୁ କୁହନ୍ତି ଅନ୍ତରାତ୍ମାକୁ କୁହନ୍ତି। ସେମାନେ ଆତ୍ମା ବୋଲି କୁହନ୍ତି କିନ୍ତୁ ପୁଣି କୁହନ୍ତି ପ୍ରାଣବାୟୁ ବୋଲି। କିନ୍ତୁ ଶ୍ରୀ ଅରବିନ୍ଦ ଅତି ପ୍ରାଞ୍ଜଳ ଭାବରେ ଆମ ମନୁଷ୍ୟ ଭିତରେ ବା ଜୀବ ଜଗତ ଯୋଉ ସୃଷ୍ଟି ହେଇଛି, ମନୁଷ୍ୟ ଭିତରେ କେମିତି ଭିନ୍ନ ଭିନ୍ନ ସତ୍ତା ମାନ ରହିଛନ୍ତି ଏବଂ ସେ ସତ୍ତାର କାର୍ଯ୍ୟ ଗୁଡାକ କଣ, କାର୍ଯ୍ୟ ଅନୁସାରେ ତାର ନାମକରଣ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ଯେମିତି କହୁଛନ୍ତି ଆମ ଭିତରେ ଯିଏ ଚିନ୍ତା କରୁଛି, ବିଚାର କରୁଛି, ପର୍ଯ୍ୟବେକ୍ଷଣ କରୁଛି, ନିରୀକ୍ଷଣ କରୁଛି, ତାପରେ ସେଥିରେ ତାର ସିଦ୍ଧାନ୍ତ ବା ବିଚାରର ଯୋଉ ଶେଷ ନିଷ୍ପତ୍ତି ସିଏ ଜଣଉଛି, ସେଇଟା ହଉଛି ଆମର ମନ। ତାକୁ କାହିଁକିନା ସିଏ ଆମ ଭିତରେ ଗୋଟେ ସତ୍ତା, କାରଣ ସେ ଆମ ଭିତରର ସତ୍ତା, ତାକୁ ମନ ବୋଲି ନାଁ ଦେଇଛନ୍ତି। ଏବଂ ତା ଭିତରେ ବି କୋଉ ପ୍ରକାରର ପରିପ୍ରକାଶ ହଉଛି ସେଇ ଅନୁସାରେ ମନର କୋଉ ସ୍ତରରେ ରହିଛି। ସେଇଭଳି ବାହାରକୁ ଯୋଉଟା ଦେଖାଯାଉଛି ତାକୁ ଆମେ ଶରୀର କହୁଛନ୍ତି, ଜଡ କହୁଛନ୍ତି, ଭୌତିକ କହୁଛନ୍ତି, ଭୌତିକ ସତ୍ତା ବୋଲି କହୁଛନ୍ତି। ଏଇ ତା ଭିତରେ ବି ଶରୀର ଭିତରେ ବି ଆହୁରି ଅନେକ ଅନେକ ସତ୍ତା ରହିଛନ୍ତି, ସେ କଥା ଶ୍ରୀ ଅରବିନ୍ଦ ଆହୁରି ଡିଟେଲ୍ସ କହିଛନ୍ତି। ସେଇଭଳି ଏଇ ଶରୀରକୁ ଯିଏ କାର୍ଯ୍ୟକ୍ଷମ କରାଉଛି, ଅନେକ ସମୟରେ ଲୋକ କୁହନ୍ତି କେବଳ ଆତ୍ମା ଥିଲେ ଆପଣ କାର୍ଯ୍ୟକ୍ଷମ ହବ ବୋଲି। ଯଦି ଆତ୍ମା ଥିଲେ ଶରୀରଟି କାର୍ଯ୍ୟକ୍ଷମ ହୁଅନ୍ତା କେବଳ, ତାହେଲେ ତାମାନେ ଆମେ ଯୋଉ ଗତିଶୀଳ ହଉଛୁ, ଲୋକେ କୁହନ୍ତି ଯେ ଆତ୍ମା ଆମକୁ ଗତିଶୀଳ କରଉଛି। ତେଣୁ ଆମର ଦୈନନ୍ଦିନ ଜୀବନରେ ଯାହା ଯାହା କାର୍ଯ୍ୟ କରୁଛୁ, ଭଲ ଆମେ ଯୋଉ କଥା କହୁଛୁ, ଯୋଉ କାମ କରୁଛୁ, ଯୋଉ ଦେଖୁଛୁ, ଯୋଉ ଶୁଣୁଛୁ, ଯୋଉ ଭରି ଭାବରେ ଭାବ ପ୍ରକାଶ କରୁଛୁ, ଇଏ ସବୁ ତାହେଲେ ଆତ୍ମାରୁ ଆସୁଛି। ଯଦି ତାହା ସବୁ ଯାକ ଆତ୍ମାରୁ ଆସୁଛି ଏବଂ ଆତ୍ମା ହଉଛନ୍ତି ଭଗବାନଙ୍କର ଅଂଶ, ତାହେଲେ ତୁମେ କଷ୍ଟର ଯନ୍ତ୍ରଣାରେ କାହିଁକି ରହିଛ? କାହିଁକିନା ଭଗବାନଙ୍କର ଦୃଷ୍ଟି, ଭଗବାନଙ୍କର କାର୍ଯ୍ୟ କରିବାର ସାମର୍ଥ୍ୟ ସର୍ବାଦୌ ଅଧିକ ଏବଂ ସେ ସବୁ କଥା ଜାଣିଛନ୍ତି। ସବୁ ତାଙ୍କ ପାଖରେ ସବୁର ଉତ୍ତର ଅଛି, ତଥାପି ଆମେ ଭୁଲ କେମିତି ହଉଛି? ତେଣୁ ଏଠି ହଉଛି କଣ,
आम भितरे आम शरीर को जी कार्यक्रम कराउची से हूँ आम भितरे शक्ति जोगाउथिबा जो सत्ता ताको प्राण सत्ता बोली कुहाଯାଏ। एई प्राण सत्तार भिन्न भिन्न स्तर रही जो कोउ भली भावरे से आमको कार्यक्षम कराउची सेई अनुसारे प्राणर से स्तर गुड़िक परिप्रकाश होची बोली आमे जानिबा। तेणु मूलतः बा मुख्यतः प्राण जदि आम शरीर रे रहिची ता माने आमे कार्यक्षम शक्तिवंत ही कार्य करूचंती। एठी सेइथिपाई कहउचंती जदि आम भितरे प्राणिक शक्ति न रुहे तारे कौन कौन हबो जेहेतु प्राणिक शक्ति रही तेणु जावतीय गतिशीलता और आगु को जीवार जावतीय प्रचोदना सी दौची। जदि प्राण शक्ति नहीं हुए तो आमे अति शांत विवेकी अनासक्त हो रही पारिबा सत किंतु आम भितरे चलिबा पई शक्ति नथिबो एवं सृजनशीलता किछि भी नथिबो। तेणु सृजन सामर्थ्यहीन ही आपण रहिबे। कहउचंती सेतेबेले तुम शरीर सतयबा गोटे पत्थर परी जीवनहीन होई रहिथिबो कारण प्राणी करू ता भितर को आउ कोनोसी शक्ति संचारित हेउ नथिबो जदि प्राण नाही। तेणु प्राण शक्ति संचारित करूची बोली शरीरटी जीवनहीन नाही जीवंत भावरे काम करूची। प्राणिक को बाद देले तुमे कदापि किछि हेले उपलब्धि करि परिबो नाही। अरे जदि तुम पाखरे शक्ति नथबो तुमे कौन करिवो केमिति करिवो। मात्र जे कोनोसी शक्तिशाली घोड़ा परी प्राणिक मध्य दुर्दांत होई पड़िबार एक आशंका सबुबले रहिथिबो एवं तेणु ता पई एक उत्तम नियंत्रणर आवश्यकता मध्य रहिथिबो। एई कथाटी कहिले काहेकि ना जेहेतु से होउची शक्तिर उत्स तेणु जेपरी गोटे शक्तिशाली घोड़ा ता पाखरे शक्तिर अपार माने शक्ति भंडार भर्ती रही आमे जेमती जंगली घोड़ा बोली कहउचंती ताकू से अति दुर्दांत होता जे पर्यंत ताहा नियंत्रण रे नाही बा ताकू सहिस ताकू नियंत्रित करू नाही सेतेबेले से ता शक्ति को सबु जाकू दुर्दांत भाव देखैबो एवं काहाकू रखै दब नाही पाखा। जेहेतु प्राण होउची शक्तिर उत्स तेणु ताकू जदि नियंत्रण करा न जाए तेबे सी भी दुर्दांत हो पड़ो। तार परिणाम कौन हम तुमको आपणार लगाम गुड़ी को बेतटी को कषिक धरने को हेब जेपरिकी से शक्तिशाली पशुटी को चाहिबा मात्रे कहीं आयत्तर रखिपार। अवश्य एकता सत जे रूपांतरित हेबा लगी प्राणिक थरे सम्मत होईगले आउ लगाम कषि धरिबार अथवा बेत धरी प्रहार लगी उद्यत होई रहिबार मध्य कौनसी प्रयोजन नथिबो। प्राणिक थरे जदि सम्मत हो गला ताहाले आउ लगाम कषिया दरकार नहीं कहीं ना सी जो राजी हो गला तेबे से सही दिगरे तार समस्त शक्ति को खर्च करिवो। जदि से राजी होई नाही उत्तम मार्ग बाछि नाही तेणु सी तार शक्ति को कौन करिवो व्यवहार केमती करिवो। सी जो भाव में व्यवहार करिवो से केतेबेले मंगल हब तो केतेबेले ता निजर क्षति साधन हबो। सेतेबेले तुमे अबाधरे लक्ष्य आड़ को अग्रसर हो जाई परिवो केतेबेले ना प्राणिक जेतेबेले सम्मत हो गला रूपांतर पाई आउ ताकू लगाव कसिबा दरकार नहीं आराम रे अबाधरे तुमे लक्ष्य आड़ को अग्रसर जाई पर काहे अबाधर हबो केना शक्तिर उत्स तम सहित जोड़ी हो गले। देखंतु लक्ष्मी दुर्योधनकर कांधरे थिले तेणु तांकु केबे धनर अभाव हब नहीं ऐश्वर्य तांको पाखरे अभाव हब नहीं किंतु से कौन कले से ऐश्वर्य को से व्यवहार कले केवल लोक माने बा प्रजा माने कहतु बोली जे दुर्योधन भलिया युवराज आउ कई नाहंती तांको भलिया दानी कई नाहंती एवं सी आमर ही पृष्ठपोषक तेणु प्रजावासी माने समस्ते कहतु जे आमर राजा हवा पाई दुर्योधन ही योग्य युधिष्ठिर नुहंती।
दुर्योधन को तेणु कोषाध्यक्ष कोषर दायित्व दिया राजकोषर दायित्व से पाई तेणु से मन इच्छा लुटि चलिले राजा को बांटी चलिले माने प्रजा मान को बांटी चलिले मागणारे जेमती दियंती सेमती जहाँ को पारले जार जेती दरकार ताठू अधिका देले कार दरकार नहीं जबरदस्त देले एइथि पई दउथांती जे लोक माने ता समर्थन रे कहिबे बोली लक्ष्मी तांको पाखरे माने छाड़ी की जीवे नहीं तांको पाखरे अछंती ऐश्वर्य से होउछन गंता घर किंतु ताकू से व्यवहार कले निज पाए परिणाम कौन है से शक्ति को व्यवहार कले निज को प्रतिष्ठित करने परिणाम है जे प्रजा माने जेतेबेले इंद्रप्रस्थ को गले युधिष्ठिर आउ अन्य पांडव माने सेतेबेले सबु प्रजावासी बाहरिले युधिष्ठिर सहित जीवापे देख एठी जो माने निम्न प्राण रे बसवास करूथांती से माने कहती एमाने सब कृतघ्न गुड़ाक इरे पाइल दुर्योधन पाखरु गुण गाउच युधिष्ठिर एवं तांका संगे जीव बोली कहूच एते कृतघ्न तमे आपण माने देखिबे एई गुड़िक होची निम्न प्राणर परिप्रकाश लोके रहंती लोके कहती तुमको भगवान को चिन्हला कि मु चिन्हैची माँ को पाखु आनीची किए आ मु आनीची आश्रम रे रखैची किए मु रखैची तमे मो प्रति कृतज्ञ हब नहीं निम्न प्राण रे जो माने बसवास करूतांती से माने एई प्रकार मंतव्य दियंती एवं अन्य माने प्राणिक स्तर रे थिबा पर्यंत एई मुटी निजको प्रतिष्ठित करिवार जो अहं भावटी से आम भितर थाए तेणु जेतेबेले शक्तिर उच्च ऐश्वर्यर उच्च थाई कि मध्य तुमे जेतेबेले व्यवहार करूछ निजको प्रतिष्ठित करिया पई प्रजावासी हेले नहीं निजर किंबा निजर राजत्व भी रहिला नहीं शेषकु तुमे मृत्यु लभिल निजे तो मल नहीं तुम सहित जेते जन जोड़ी होइकी रहिथिले समस्तंकु तुमे मरिबा पई आहुति देदेल समस्ते मले महान महान रथी भीष्म मले महान महान रथी कर्ण द्रोण शल्य कृपाचार्य अवश्य कृपाचार्य युद्ध रे मृत्युवरण करनथिले बोली कई कहती जहाँ भी हो महान महान रथी केते ये माने एतिकी केवल नाम मु कहले आउरी अनेक अछंती तांकर अन्य जाक भाई एवं अन्यान्य अगणित महामहारथी रथी पदातिक अश्वारोही आमर हस्ती बाहिनी आउ पदातिक सैन्य मान समस्ते मले रथारूढ़ केते राजा मले समस्त को हत्या करिले तेणु प्राण शक्ति एते तीव्र थाई कि जदि व्यवहार हैला भगवान विरुद्ध रे तेबे रसातलगामी हवा निश्चित तेणु निम्न प्राण ऊपर को उठा पड़ो ताकू नियंत्रित करिया को पड़िबो एवं ताकू थरे केपरि से सम्मत हब जे मो रूपांतर पाई निज शक्ति को व्यवहार करी प्राण जेते बेले एतिकी सम्मति देई देला ओ सरी गला मालुक आउ ताकू व्यस्त हवा दरकार नहीं ता प्रति सी कौन करिवो सेही शक्ति को भगवान पाई व्यवहार कर से माँ कहले तुम अबाध लक्ष्य आड़ को अग्रसर हो जाई परिबो बाटर जो सब प्रतिबंधक आसुथिबो सेगुड़ी को तुम्हें अवलीला क्रमे डेई जाई पारुथिबो ता नहले प्रतिबंधक आसिले प्राणिक हुए तो झुंटी करी जाई ता ऊपर पड़ीजिब अथवा से प्रतिबंधक गुड़ी को डेई जीवा लगी एकांत संकोच प्रकाश करथिबो जदि प्राण सम्मति देई नाही प्राण यदि निजको प्रस्तुत करू नाही रूपांतर पाई तेबे जेतेबेले बाधा असुविधा आसीबो से झुंटिकिरी पड़िबो किंबा से प्रतिबंधक गुड़ी को डेईबा पई संकोच बोध करिवो से डेईबो ना किंतु जदि सम्मत हेतिबो एवं रूपांतर पई निजको प्रस्तुत करथिबो तेबे से अबाध रे लक्ष्य आड़ को अग्रसर हबो डेई डाई चलियो कौन प्रतिबंधक नथिले प्रकृत रे भारी भल होइथांता बोली भाबिले तद्वारा आदौ कौन फल मिलिबो नाही तेणु से माने कहते कौन प्रतिबंधक कहीं रही के जानी प्रतिबंधक सम्मुखीन होगा आमे बाट चलिबार गोटे अंश बोली ही ग्रहण करिबा
ଏବଂ ଯଦି ଏହି ଜୀବନରେ ଆମେ ସେଗୁଡ଼ିକର ସମ୍ମୁଖୀନ ହୋଇ ସେଗୁଡ଼ିକୁ ପାରି ହୋଇ ନ ପାରିବା, ତେବେ ଅନ୍ୟ ନାନା ଭୂମିରେ ଏବଂ ଅନ୍ୟ ଜନ୍ମ ଗୁଡ଼ିକରେ ଆମକୁ 100 ଗୁଣ ଅଧିକ ପ୍ରବଳ କେତେ କେତେ ବାଧାକୁ ଅତିକ୍ରମ କରିବାକୁ ପଡ଼ିବ। ଏହି ଜନ୍ମରେ ଆମ ପାଇଁ ଯୋଉ ବାଧା ଅସୁବିଧା ଆସୁଛି ତାକୁ ଯଦି ଆମେ ଅତିକ୍ରମ କରୁନାହାନ୍ତି, ତେବେ ଆମେ ମନେ ରଖିବା ଅନ୍ୟ ନାନା ଭୂମିରେ ଏବଂ ଅନ୍ୟ ଜନ୍ମ ଗୁଡ଼ିକରେ ତାହା ଅନେକ ଗୁଣରେ ବଢିକରି ଆସିବ। ଯଦି ଏହି ଜୀବନରେ ଆମେ ସେଗୁଡ଼ିକର ସମ୍ମୁଖୀନ ହୋଇ ସେଗୁଡ଼ିକୁ ପାରି ନ ହୋଇପାରିବା, ତେବେ ଅନ୍ୟ ନାନା ଭୂମିରେ ଏବଂ ଅନ୍ୟ ଜନ୍ମ ଗୁଡ଼ିକରେ ଆମକୁ 100 ଗୁଣ ଅଧିକ ପ୍ରବଳ କେତେ କେତେ ବାଧା ଅତିକ୍ରମ କରିବାକୁ ପଡ଼ିବ। ଦେଖନ୍ତୁ, ଆମେ ଯଦି ମୂଳରୁ କଥା କହି ନ ଶିଖିବା, ବୟସ ବଢିଗଲା, କଣ ହବ? ପାଠ ପଢିଲାକୁ ଲାଜ ମାଡ଼ିବ, କଥା କହିଲା ବେଳକୁ ଲାଜ ମାଡ଼ିବ, ଆହୁରି ଅଧିକ ଲୁଚି ଲୁଚିକା ଶିଖିବାକୁ ପଡିବ। ସେତେବେଳେ ମୁଣ୍ଡରେ ପଶୁ ନଥିବ, ଅଧିକ କଷ୍ଟ ପଡିବନି? କଷ୍ଟ ପଡିବ। ବର୍ତ୍ତମାନ ଏଇ ଜନ୍ମରେ ଯଦି ଆମକୁ ସେଗୁଡାକ ପାର ନ ହଉଛନ୍ତି, ଆଉ ଏଇ ଜନ୍ମରେ ବାଧା ଅସୁବିଧା ଅଧିକରୁ ଅଧିକ ରହିବ। କାହିଁକି ନା ଯେ ପର୍ଯ୍ୟନ୍ତ ଆମେ ନ ଶିଖିଛନ୍ତି ଟିଚର ଛାଡିବେ ନାହିଁ, ସିଏ ଜବରଦସ୍ତ କରି ଶିଖେଇବେ। ଏ ଜନ୍ମରେ ଯଦି ନ ଶିଖି ପାରିଲେ, ତେଣୁ ଆର ଜନ୍ମକୁ ସେଇଟା ଡବଲ ଗୁଣା ହେଇକି ଆସିବ। ତେଣୁ ସର୍ବୋତ୍ତମ କଥାଟି ହେଉଛି ଯେ ତୁମେ ଆପଣା ମନରେ ଏକ ଦୃଢ ଓ ସ୍ଥିର ନିଷ୍ପତ୍ତି କରିନେବ ଏବଂ ତୁମେ ଏଇଠି ଶରୀର ଧାରଣ କରି ରହିଥିବା ସମୟରେ ଆପଣାର ପ୍ରାଣିକକୁ ଦୌଡ଼ିବା ଲାଗି ତାଲିମ କରିନେବ। ଦୌଡ଼ିବା ଲାଗି ମାନେ ଏଇ ଯୋଉ ରନିଂ ହବା ହେଉଛି ଯୋଉ ଦିବ୍ୟ ସଂକଳ୍ପ ପାଇଁ ସେ ଯୋଉ ପ୍ରସ୍ତୁତ ହବ ଏବଂ ବେଗରେ ଦୌଡ଼ିବ, ମାନେ ପୁରା ଦମରେ ସେ ସଂକଳ୍ପରେ ଆଗେଇ ଚାଲିବ, ତାକୁ ସେଥିପାଇଁ ତାଲିମ କରିନେବ। ଯଦି ସମ୍ଭବ ହୁଏ ସେଇ ଦୌଡ଼ରେ ଜୟଲାଭ କରିବା ଲାଗି ମଧ୍ୟ ତୁମେ ତାହାକୁ ପ୍ରସ୍ତୁତ କରିନେବ। ଦିଟା କଥା କହିଲେଣି। ପ୍ରଥମେ କହିଲେ ତାକୁ ପ୍ରସ୍ତୁତ କରିବ, ଯେମିତି ତାଲିମ କରିବ, ଯେମିତି ସେ ଦୌଡ଼ିବ, ମାନେ ଖାଲି ହଁ ମାରିବ, ସଂକଳ୍ପ କଲା, ହଁ ମାରିଲା, ସମ୍ମତି ଦେଲା, ଇଏ ଗଲା ଗୋଟିଏ ସ୍ଟେପ। ସେକେଣ୍ଡ ସ୍ଟେପ ହେଲା ଦୌଡ଼ିବ, ତାମାନେ ସମସ୍ତ ଶକ୍ତି ବ୍ୟବହାର କରି ସେ କାର୍ଯ୍ୟରେ କରିବ। ତାପରେ କହୁଛନ୍ତି ଆଉ ଗୋଟେ କଥା ତାକୁ ବି ଶିଖେଇ ଦିଅ, କଣ? ଯେ ଜୟ ଲାଭ ତତେ କରିବାକୁ ହିଁ ହବ। ତେଣୁ ଯେ ପର୍ଯ୍ୟନ୍ତ ଜୟ ଲାଭ ହେଇନି ସେ ପର୍ଯ୍ୟନ୍ତ ଦୌଡୁଥବ, ଏହି ସଂକଳ୍ପ ତାକୁ ଶିଖେଇ ଦିଅ। କହୁଛନ୍ତି ଯଦି ସମ୍ଭବ ହୁଏ ସେଇ ଦୌଡରେ ଜୟଲାଭ କରିବା ଲାଗି ମଧ୍ୟ ତୁମେ ତାହାକୁ ପ୍ରସ୍ତୁତ କରିନେବ ଏବଂ ଯଦି ତୁମର ଭୌତିକ ମଧ୍ୟ ଆପଣାକୁ ଯଥୋଚିତ ଭାବରେ ସଂଶୋଧିତ କରିନେବାକୁ ସମର୍ଥ ହୁଏ, ଆମ ଶରୀର ସ୍ତରରେ ଯଦି ଆମେ ସମର୍ଥ ହେଇଗଲେ ତାକୁ ନିଜକୁ ସଂଶୋଧନ କରିବା ପାଇଁ, ତାହେଲେ ପ୍ରାଣିକକୁ ମଧ୍ୟ ତାହାର ପରିବର୍ତ୍ତନରେ ବି ସହାୟତା କରେ। ତେବେ ତୁମେ ନିଶ୍ଚୟ ଜୟଲାଭ କରିବ। ଶରୀରକୁ ଯଦି ସଂଶୋଧନ କରିଦେଲ, ଶରୀର ଆଉ ପ୍ରାଣ ଉଭୟ ଯଦି ମିଶିଗଲେ, ତେବେ ତୁମେ ନିଶ୍ଚୟ ଜୟଲାଭ କରିବ। ମାତ୍ର ତାହା ନ କରି ଯଦି ସେଇ ମନ ସତେଅବା ଗୋଟିଏ ଚୋରର ଭୂମିକାରେ ଯାଇ ଅବତୀର୍ଣ୍ଣ ହୁଏ ଏବଂ ସିଏ ଜଣକର ବେକକୁ ମାଡ଼ି ଧରିଥିଲା ବେଳେ ତାହାର ସହ ଅପରାଧୀ ଅନ୍ୟ ଚୋରଟି ଯଦି ସେଇ ବ୍ୟକ୍ତିର ଧନ ସମ୍ପତ୍ତି ଲୁଟି ନେବାର ଲାଗିଥାଏ, ତେବେ କୌଣସି ବିଜୟ ସମ୍ଭବ ହେବ ନାହିଁ। ଏଠି କଣ ବଢିଆ ଭାବରେ କେତେ ସୁନ୍ଦର ବର୍ଣ୍ଣନା କରୁଛନ୍ତି। ତମେ କଣ କରିଛ? ଯୋଉ ଚୋରି କରିବାକୁ ଯାଇଛ, ଚୋର ଭୂମିକାରେ ଯାଇ ଅବତୀର୍ଣ୍ଣ ହେଇଛ, ତମେ କଣ କରୁଛ ନା ଚୋରି କରିବ ବୋଲି ଗୋଟେ ଲୋକକୁ ମାଡି ବସି ଧରିଛ, ତାର ଧନ ସମ୍ପତ୍ତି ଲୁଟି ନେବା ପାଇଁ ତମେ ଚେଷ୍ଟା କରି ଆସିଛ, କିନ୍ତୁ ତମ ସହଭାଗୀ ଆଉ ସହକର୍ମୀ ଯୋଉମାନେ ସବୁ ସାଙ୍ଗରେ ଯାଇଥିଲେ, ତମେ ଲୋକଟାକୁ ମାଡିକି ବସିଛ, ସେମାନେ କଣ କରିବା କଥା? ଯୋଉ ଅର୍ଥପତ୍ର ଚୋରି କରିକି ଆଣିବେ, ନେଇକି ଗଲେ ବାଣ୍ଟି କୁଣ୍ଟି ନବ ବୋଲି। କିନ୍ତୁ ଏଠି କଣ ହେଲା? ତମେ ମାଡି ବସି ଧରିଛ, ସିଏ ତାଙ୍କର ଚୋରି କରିକି ସିଏ ତାଙ୍କର ନେଇକି ସବୁ ପଳେଇଲେ, ତମ ଭାଗ ଶୁଣ। ଏଠି ମନରେ ତମେ ମନ ସଂକଳ୍ପ କରିନେଲା, ମନ ବାଛି ନେଲା, କିନ୍ତୁ ପ୍ରାଣ ଯଦି ସମ୍ମତି ନ ଦେଲା, ଶରୀର ଯଦି ସହଯୋଗ ନ କଲା, ତେବେ ଏଇଭଳିଆ ଅବସ୍ଥା ହବ। କଣ ନା ଜଣେ ତମର ତା ବେକକୁ ମାଡି ଧରିଥିଲା ବେଳେ ତାର ସହ ଅପରାଧୀ ଅନ୍ୟ ଚୋରଟି ଯଦି ସେଇ ବ୍ୟକ୍ତିର ଧନ ସମ୍ପତ୍ତି ଲୁଟି ନେବାର ଲାଗିଥାଏ, ତାହେଲେ ବିଜୟ ସମ୍ଭବ ହେବ ନାହିଁ। ଯଦି ଶରୀର ତା ନିଜ ମନ ହିସାବରେ ଚାଲିଲା, ପ୍ରାଣ ତାର ନିମ୍ନ ଗତିବିଧିକୁ ଚରିତାର୍ଥ କଲା, ତେବେ ମନ ତୁମର ଯେତେ ଶୁଦ୍ଧ ହେଇଥାଉ, ଯେତେ ପରିଶୁଦ୍ଧ ହେଇଥାଉ, ଯେତେ ପ୍ରଚେଷ୍ଟା କରୁଥାଉ ନା କାହିଁକି, ବିଜୟ ସମ୍ଭବ ନୁହେଁ। ତେଣୁ ମନ ସହିତ, ମନର ସଂକଳ୍ପ ସହିତ ପ୍ରାଣର ସମ୍ମତି ଏବଂ ଶରୀରର ସହାୟତା
ଏ ତିନୋଟି ଯାକ ନିହାତି ଆବଶ୍ୟକ। ଏଠାରେ ଏହି ଜନ୍ମରେ ତୁମର ପ୍ରାଣିକ ଭାଗଟି ଯଥାର୍ଥ ଭାବରେ ପରିବର୍ତ୍ତିତ ହୋଇପାରିଛି କି ନାହିଁ, ମୃତ୍ୟୁ ପରେ ତୁମ ସତ୍ତାର କି ଦଶା ହେବ, ଏହି କଥାଟି ତାରି ଉପରେ ହିଁ ନିର୍ଭର କରିବ। ଯଦି ତୁମେ କେବଳ ଅସଂଗଠିତ ନାନା ଆବେଗ ଓ ବାସନାର ଗୋଟିଏ ଝାଟୁଆ ମୁଣି ପରି ହୋଇ ରହିଥିବ, ତେବେ ଯେତେବେଳେ ମୃତ୍ୟୁ ସମୟରେ ତୁମର ଚେତନା ଆପଣାକୁ ଅନ୍ତରାଳକୁ ଅପସାରିତ କରିନେବ, ସେତେବେଳେ ତୁମ ଭିତରେ ରହିଥିବା ବିଭିନ୍ନ ବ୍ୟକ୍ତିତ୍ୱ ଖଣ୍ଡ ଖଣ୍ଡ ହୋଇ ଅଲଗା ହୋଇଯିବେ ଏବଂ ଆପଣା ଲାଗି ଗୋଟିଏ ଗୋଟିଏ ଅନୁକୂଳ ବାତାବରଣ ବାଛି ନେବା ଲାଗି ଏଣେ ତେଣେ ଧାଇବାକୁ ଆରମ୍ଭ କରିବେ। ଗୋଟିଏ ଭାଗ ହୁଏତ ଏପରି ଜଣେ ବ୍ୟକ୍ତିର ମଧ୍ୟରେ ଯାଇ ପ୍ରବେଶ କରିବ ଯାହା ସହିତ ତାର ଏକ ସାଦୃଶ୍ୟ ରହିଥିବ, ଆଉ ଗୋଟିଏ ଭାଗ ହୁଏତ କୌଣସି ଇତର ପ୍ରାଣୀ ମଧ୍ୟରେ ଯାଇ ପ୍ରବେଶ କରିବ, ଏବଂ ଯେଉଁ ଭାଗଟି ଭଗବତ ପରମ ଉପସ୍ଥିତି ବିଷୟରେ ସଚେତନ ହୋଇ ରହିଥିଲା, ତାହା କେନ୍ଦ୍ରସ୍ଥ ଚୈତ୍ୟ ସତ୍ତାଟି ସହିତ ଯୋଡ଼ି ହୋଇ ରହିଥିବ। ମାତ୍ର ଯଦି ତୁମେ ପୂର୍ଣ୍ଣ ରୂପେ ସଂଗଠିତ ହୋଇପାରିଥିବ ଏବଂ ଆପଣଙ୍କୁ ଜଣେ ଏକକ ବ୍ୟକ୍ତି ରୂପେ ନିର୍ମାଣ କରିପାରିଥିବ, ଯଦି ତୁମେ ଆପଣ ବିବର୍ତ୍ତନର ଲକ୍ଷ୍ୟ ସ୍ଥଳରେ ଯାଇ ପହଞ୍ଚିବା ଲାଗି ଦୃଢ଼ ସଂକଳ୍ପ ହୋଇ ରହିଥିବ, ତେବେ ମୃତ୍ୟୁ ପରେ ମଧ୍ୟ ତୁମେ ନିଶ୍ଚୟ ସଚେତନ ହୋଇ ରହିବ ଏବଂ ଅବିଚ୍ଛିନ୍ନତା ରକ୍ଷା କରିପାରିବ। ଏଠି ଅନେକ ଗୂଢ କଥା ଗୁଡିକ କହିଯାଉଛନ୍ତି। କହିଲେ ଯଦି ଆମେ ପ୍ରାଣକୁ ସଂଗଠିତ କରିନାହାନ୍ତି, ତାହେଲେ କଣ ହବ? ମୃତ୍ୟୁ ପରେ ଆମେ ସେ ଭାରି କଷ୍ଟ ହବ। ଯଦି ସଂଗଠିତ ହେଇଯାଇଥିବେ, ତେବେ ମୃତ୍ୟୁ ପରେ ସିଏ ବିଜୟ ଲାଭ ପାଇଁ ଯୋଉ ପ୍ରସ୍ତୁତ ହେଇଯାଇଛି ସେଗୁଡିକ ଘନୀଭୂତ ହେଇକି ରହିବ, ଅନ୍ୟ ଜନ୍ମରେ ସହଯୋଗ କରିବ। ଯଦି ସଂଗଠିତ ହେଇନାହାନ୍ତି, ମା କହୁଛନ୍ତି କଣ କଣ ହବ ନା, ସେ ଯେତେବେଳେ ମୃତ୍ୟୁ ଲାଭିଲା ସେତେବେଳେ ଯୋଉ ଯୋଉ ଅଂଶ କିଛି କିଛି ସଚେତନ ହେଇଥିଲେ ସେମାନେ ସବୁ ଖଣ୍ଡ ଖଣ୍ଡ ହେଇଯିବେ। ସେମାନେ ଭିନ୍ନ ଭିନ୍ନ ଜାଗାରେ, କିଏ କୋଉଠି ଯାଇକି ପଢିବ, କିଏ କୋଉଠି ଯାଇ କୋଉ ଭଳି ଭାବରେ ତାର ସେ ମାନେ ନିଜର ନେକ୍ସଟ ଷ୍ଟେପ କରିବ। ଦେଖନ୍ତୁ, ଆମେ ଯେମିତି ଆମକୁ ଯୋଉ ଆମ ଚରିତ୍ର ସହିତ, ଆମର ବ୍ୟବହାର ସହିତ ଯୋଉ ବ୍ୟକ୍ତିର ଚରିତ୍ର, ଯୋଉ ବ୍ୟକ୍ତିର ବ୍ୟବହାର ଆମକୁ ଭଲ ଲାଗେ, ତା ସହିତ ଆମେ ଯାଇକି ସଂଯୋଗ ହେଇଯାଆନ୍ତି। ତାଙ୍କରି ଗ୍ରୁପ ହିଁ ଆମେ, ଆମର ଗ୍ରୁପରେ ସେଇଭଳିଆ ଲୋକ ରୁହନ୍ତି। ସାଧୁ ମାନଙ୍କର ତାଙ୍କର ବ୍ୟକ୍ତିତ୍ୱରେ ପ୍ରଭାବିତ ହେଇକିରି ସାଧୁ ମାନେ ଆସନ୍ତି, ଚୋର ମାନେ ଆସନ୍ତି ସାଧୁଙ୍କ ପାଖରେ କିଛି ଅଛି ଚୋରି କରିବା ପାଇଁ। ଯୋଉମାନଙ୍କର ପ୍ରକୃତି ଚୋରି ପ୍ରକୃତି, ଚୋରି କରୁଥିବା ଲୋକଙ୍କୁ ଭାରି ଭଲ ଲାଗିବ, ତାଙ୍କୁ ଚୋରି କରୁଥିବା ଲୋକଙ୍କର କଥାବାର୍ତ୍ତା ତାଙ୍କୁ ଭଲ ଲାଗିବ, ସେ ପ୍ରକାର ଯୁକ୍ତିଯୁକ୍ତତା ତାଙ୍କୁ ଭଲ ଲାଗିବ। ଯେମିତି ଆମେ ଏବେ ଦେଖୁଛନ୍ତି ରାଜନୀତି ସ୍ତରରେ ଯିଏ ମାଗଣା ପାଉଛନ୍ତି, ସିଏ କହୁଛନ୍ତି ଏଇ ସରକାର ଭଲ। ଯଦି ସେ ସରକାର ଆମକୁ ମାଗଣା ଦଉନାହିଁ, ଆମକୁ କହିଲା କଷ୍ଟ କର ଉପାର୍ଜିତ ଧନରେ, ତମ କଷ୍ଟ ଉପାର୍ଜିତ ଧନ ତମେ ପାଇବ, ତେବେ ସେ ସରକାର ଖରାପ ସରକାର। କାହିଁକି ନା ସେ ଆମକୁ କାମ କରିବାକୁ କହୁଛି। ତେଣୁ ଯୋଉ ପ୍ରକାରର ତୁମର ବ୍ୟକ୍ତିତ୍ୱ ଥିବ, ସେଇ ପ୍ରକାରର ଲୋକ ତୁମକୁ ଭଲ ଲାଗିବେ, ସେଇ ପ୍ରକାରର ଘଟଣା ତୁମକୁ ଭଲ ଲାଗିବ, ସେଇ ପ୍ରକାର ଯୁକ୍ତିଯୁକ୍ତତା ତୁମକୁ ଭଲ ଲାଗିବ। ଏଠି ତେଣୁ ଯୋଉ ପ୍ରାଣ ଯେତେବେଳେ ସଂଗଠିତ ହେଇନଥିବ, ଯୋଉ ଯୋଉ ଅଂଶରେ କିଛି କିଛି ଯୋଉ କାର୍ଯ୍ୟ ସେ କରିଥିବେ, ତାଙ୍କ ସଦୃଶ ପ୍ରାଣ ସତ୍ତା ଯୋଉଠି ଥିବ ସେ ସେଇଠି ପଳେଇବେ। ଆପଣଙ୍କର ନିମ୍ନ ପ୍ରାଣ ସ୍ତରକୁ ପଳେଇବ। ଯଦି କିଛି ଉଚ୍ଚ ପ୍ରାଣ ସ୍ତରର କିଛି ବି ହେଇଥିବ ସଂଗଠିତ, ସେ ସେମିତିଆ ଜାଗା ଦେଖିବ। ତେଣୁ ମା କହୁଛନ୍ତି ସେ ଏଣେ ତେଣେ ଯାଇକି ଯିବ, ଗୋଟେ ଅନୁକୂଳ ବାତାବରଣ ବାଛି ନେବାର ଲାଗି ସେ ଏଣେ ତେଣେ ଧାଇବାକୁ ଆରମ୍ଭ କରିବେ। ଗୋଟିଏ ଭାଗ ହୁଏତ ଏପରି ଜଣେ ବ୍ୟକ୍ତିର ମଧ୍ୟରେ ଯାଇ ପ୍ରବେଶ କରିବ ଯାହା ସହିତ ତାର ଏକ ସାଦୃଶ୍ୟ ରହିଥିବ, ତାର ସମ ପ୍ରକାରର ହେଇଥିବ, ଏବଂ ଆଉ କିଛି ଭାଗ ଯାଇକି ଇତର ପ୍ରାଣୀ ଭିତରେ ଯାଇ ପ୍ରବେଶ କରିଥିବ। କିନ୍ତୁ ଯୋଉ ଗୁଡିକ ଭଗବତ ଉଦ୍ଦେଶ୍ୟରେ ସମର୍ପିତ ହେଇ ସଂଗଠିତ ହେଇଛନ୍ତି, ଭଗବତ ପରମ ଉପସ୍ଥିତି ବିଷୟରେ ସଚେତନ ହୋଇଛନ୍ତି, ସେଗୁଡିକ ଚୈତ୍ୟ ସତ୍ତାର ଚାରିପଟେ ସଂଗଠିତ ହେଇକି ରହିଥାନ୍ତି। ଏବଂ ଯଦି ଚିନ୍ତା କରନ୍ତୁ, ଆମର ସବୁ କଥା ଯଦି ଚୈତ୍ୟ ସତ୍ତାର ଚତୁଃପାର୍ଶ୍ଵରେ ଏକକ ଭାବେ ସଂଗଠିତ ହେଇଥାନ୍ତା, ତାହେଲେ ଆମେ ଯେତେବେଳେ ଅନ୍ୟ ଜନ୍ମକୁ ଯିବା, ସେତେବେଳେ ଆମର ଯୋଉ ପୂର୍ବ ଜନ୍ମର ଯୋଉ ଅଗ୍ରଗତି, ସେଗୁଡିକ ଆମ ପାଖରେ ମୂଳ ପୁଞ୍ଜି ହେଇକି ରହିବ। ଆମେ ସେଉଠୁ ଆଗକୁ ଯିବା। ଯଦି ସଂଗଠିତ ହେଇନାହିଁ, ସବୁ କୁଆଡେ ଛିନ ଛତର। ସେଥିପାଇଁ କହୁଛନ୍ତି, ଯଦି ତୁମେ ଆପଣା ବିବର୍ତ୍ତନର ଲକ୍ଷ୍ୟ ସ୍ଥଳେ ଯାଇ ପହଞ୍ଚିବା ଲାଗି ଦୃଢ ସଂକଳ୍ପ ହୋଇ ରହିଥିବ, ତେବେ ମୃତ୍ୟୁ ପରେ ମଧ୍ୟ ତୁମେ ନିଶ୍ଚୟ ସଚେତନ ହୋଇ ରହିବ ଏବଂ ଅବିଚ୍ଛିନ୍ନତା ରକ୍ଷା କରିପାରିବ। ଯଦି ଜନ୍ମ ବଞ୍ଚିଥିଲା ବେଳେ ବିବର୍ତ୍ତନରେ ଦୃଢ ସଂକଳ୍ପ ହେଇକି ରହିଲ, ନାଇଁ ମତେ ଅଗ୍ରଗତି କରିବାର ଅଛି, ମତେ ସତ୍ୟ ପଥରେ ଚାଲିବାର ଅଛି, ମତେ ଜ୍ଞାନ ଯୁକ୍ତ
ହବାର ଅଛି, ପ୍ରଜ୍ଞାଯୁକ୍ତ ହବାର ଅଛି, ମତେ ଭଗବତ ପ୍ରେମ ସହିତ ଏକୀଭୂତ ହବାର ଅଛି, ଏ ମାନୁଷୀ ପ୍ରେମ ନୁହେଁ, ତେବେ ମୃତ୍ୟୁ ପରେ ମଧ୍ୟ ତୁମେ ନିଶ୍ଚୟ ସେଇ ସଚେତନ ରହିବ। ମା ଆମେ ଆସନ୍ତା କାଲି ପୁନର୍ଜନ୍ମ ବିଷୟରେ କଥା ହବା। ଆଜି କଥା ହେଲେ ବର୍ତ୍ତମାନ ଏହି ଜନ୍ମରେ ପ୍ରାଣର ଗତିବୃତ୍ତି ସମ୍ବନ୍ଧରେ। ମା ମାଙ୍କୁ ଆହ୍ୱାନ କରିବା। Ma, thank you all. Robert.